ପିଲାମାନେ ଏହା ହେଉଛି ତୁମର ଚିତ୍ରାଙ୍କନ ବିଷୟ। ଏହି ପ୍ରଶ୍ନର ଉତ୍ତର ଏହିପରି ଚିତ୍ର ଆଙ୍କିବାକୁ ତୁମର ପରୀକ୍ଷାରେ ନିଶ୍ଚୟ ଆସିବ। ପ୍ରଥମେ ଦେଖ, ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରି ରଙ୍ଗ ଦେବ। ପ୍ରଥମ କହୁଛି, କାର୍ତ୍ତିକ ପୂର୍ଣ୍ଣିମାରେ ଦୁଇଟି ପିଲା ନଦୀ କୂଳରେ ଡଙ୍ଗା ଭସାଉଥିବାର ଦୃଶ୍ୟ କିମ୍ବା ମୟୂର ନାଚୁଥିବାର ଦୃଶ୍ୟ। ପିଲାମାନେ ଏହି ଚିତ୍ରକୁ ତୁମେ କୌଣସି ସ୍ଥାନରୁ ଦେଖି ଥରେ କିମ୍ବା ଦୁଇଥର ଅଭ୍ୟାସ କରିଦେଲେ ତୁମେ ନିଶ୍ଚୟ ଏଇଠି କରିପାରିବ। ତାପରେ ପରବର୍ତ୍ତୀ ଚିତ୍ରଟି ଅଛି, ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରି ରଙ୍ଗ ଦେବ। ଏଠାରେ କହୁଛି ଜୋକର ଖେଳାଉଥିବା ଦୃଶ୍ୟ। ଗୋଟେ ଜୋକର ଦେଖିଛ ପିଲାମାନେ? ତାସରେ ସେମିତି ଥାଏ। ଅନେକ ତୁମେ ଟିଭି ସିରିଏଲ ମାନଙ୍କରେ ମଧ୍ୟ ଦେଖିଥିବ ଜୋକର, ଯେଉଁମାନେ ମ୍ୟାଜିକ୍ ଦେଖାନ୍ତି ସେହିପରି ଏକ ଜୋକର ଏଇ ଖାଲି ସ୍ଥାନରେ ଅଙ୍କନ କରିବ। ଏହାକୁ ଦେଖିକରି ପିଲାମାନେ ଥରେ ଦୁଇଥର ଅଙ୍କନ କରିଦେଲେ ତାପରେ ନ ଦେଖିଲେ ବି ତୁମେ ନିଜେ ଅଙ୍କନ କରିପାରିବ। ଆଉ ଗୋଟିଏ ଅଛି ପଦ୍ମ ପୋଖରୀର ଦୃଶ୍ୟ। ଗୋଟିଏ ପୋଖରୀ କାଟିବ, ତା ଚାରିପଟରେ ହିଡ଼ ଥିବ ଏବଂ ମଝିରେ ଗୁଡ଼ାଏ ପଦ୍ମଫୁଲ ଫୁଟି ରହିଥିବ। ଏହାକୁ ପିଲାମାନେ ଥରେ ଦେଖିକି କାଟିଦେଲେ ତାପରେ ନ ଦେଖିକିରି କାଟିଦେଲେ ବି କାଟିପାରିବ। ଧନ୍ୟବାଦ।